ପ୍ରାଚୀନ କାଳର କଥା। ସେତେବେଳେ ଲଙ୍କା ନଗରୀ ତାହାର ସୁବର୍ଣ୍ଣ ଐଶ୍ୱର୍ଯ୍ୟ, ବିଶାଳ ପ୍ରାସାଦ ଓ ଅପାର ଶକ୍ତି ପାଇଁ ପ୍ରସିଦ୍ଧ ଥିଲା। କିନ୍ତୁ ସେହି ଲଙ୍କାର ରାଜା ରାବଣଙ୍କ ଜନ୍ମ ପଛରେ ଲୁଚିଥିଲା ଏକ ଅଦ୍ଭୁତ ପୌରାଣିକ କାହାଣୀ। ରାବଣ କେବଳ ଜଣେ ରାକ୍ଷସ ରାଜା ନୁହେଁ, ପୌରାଣିକ କଥାମାନଙ୍କ ଅନୁସାରେ ସେ ଅତ୍ୟନ୍ତ ପ୍ରଭାବଶାଳୀ, ବେଦଜ୍ଞ, ଶିବଭକ୍ତ ଓ ଅସାଧାରଣ ତପସ୍ୱୀ ଥିଲେ। କିନ୍ତୁ ତାଙ୍କର ଅହଙ୍କାର ଓ ଅଧର୍ମ ଶେଷରେ ତାଙ୍କ ପତନର କାରଣ ହୋଇଥିଲା। ତେବେ ପ୍ରଶ୍ନ ହେଉଛି, ରାବଣଙ୍କର ଜନ୍ମ କିପରି ହୋଇଥିଲା? ତାଙ୍କର ପିତାମାତା କିଏ ଥିଲେ ଏବଂ କାହିଁକି ତାଙ୍କ ଜୀବନ ଏତେ ଅସାଧାରଣ ହୋଇଥିଲା? ପୌରାଣିକ ପରମ୍ପରା ଅନୁସାରେ ରାବଣଙ୍କର ପିତା ଥିଲେ ମହର୍ଷି ବିଶ୍ରବା। ସେ ଜ୍ଞାନୀ, ତପସ୍ୱୀ ଓ ମହାନ ଋଷି ପୁଲସ୍ତ୍ୟଙ୍କ ବଂଶରୁ ଆସିଥିଲେ। ବିଶ୍ରବା ଋଷିଙ୍କ ତପ, ଜ୍ଞାନ ଓ ତେଜ ସମଗ୍ର ଅଞ୍ଚଳରେ ପ୍ରସିଦ୍ଧ ଥିଲା। ଅନ୍ୟପଟେ ରାକ୍ଷସ ବଂଶରେ ଜନ୍ମ ନେଇଥିବା କୈକେଶୀ ଚାହୁଁଥିଲେ ଯେ ତାଙ୍କ ସନ୍ତାନ ଅତ୍ୟନ୍ତ ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେଉ। କୈକେଶୀ ବିଶ୍ରବା ଋଷିଙ୍କ ନିକଟକୁ ଯାଇ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କଲେ। ବିଶ୍ରବା ଋଷି ତାଙ୍କ ଇଚ୍ଛାକୁ ଗ୍ରହଣ କଲେ। କିନ୍ତୁ ପୌରାଣିକ କାହାଣୀରେ କୁହାଯାଏ, କୈକେଶୀ ଯେଉଁ ସମୟରେ ବିଶ୍ରବାଙ୍କ ନିକଟକୁ ଆସିଥିଲେ ସେ ସମୟ ଅତ୍ୟନ୍ତ ଶୁଭ ନଥିଲା। ତେଣୁ ବିଶ୍ରବା ତାଙ୍କୁ ସତର୍କ କରିଥିଲେ ଯେ ତାଙ୍କ ଗର୍ଭରୁ ଜନ୍ମ ନେବା ସନ୍ତାନମାନଙ୍କ ମଧ୍ୟରେ ରାକ୍ଷସୀ ପ୍ରବୃତ୍ତି ଅଧିକ ରହିପାରେ। କୈକେଶୀ ଏହା ଶୁଣି ଦୁଃଖିତ ହେଲେ। ସେ ବିଶ୍ରବାଙ୍କୁ ଅନୁରୋଧ କଲେ, ତାଙ୍କର ଅତି କମରେ ଜଣେ ସନ୍ତାନ ଧର୍ମପରାୟଣ ଓ ମହାନ ହେଉ। ବିଶ୍ରବା ଋଷି ତାଙ୍କୁ ଆଶ୍ୱାସନା ଦେଲେ ଯେ ତାଙ୍କର ଜଣେ ପୁତ୍ର ଅତ୍ୟନ୍ତ ଧାର୍ମିକ ଓ ସଦାଚାରୀ ହେବ। ସମୟ ବିତିଗଲା। କୈକେଶୀଙ୍କ ଗର୍ଭରୁ ପ୍ରଥମେ ଜନ୍ମ ନେଲେ ଜଣେ ପୁତ୍ର। ପୌରାଣିକ କଥାରେ ତାଙ୍କୁ ଦଶଗ୍ରୀବ ବା ଦଶାନନ ବୋଲି କୁହାଯାଏ। ପରେ ସେହି ଦଶଗ୍ରୀବ ହିଁ ରାବଣ ନାମରେ ପ୍ରସିଦ୍ଧ ହେଲେ। ତାଙ୍କ ପରେ କୁମ୍ଭକର୍ଣ୍ଣ ଜନ୍ମ ନେଲେ। ତାଙ୍କ ଭଉଣୀ ଥିଲେ ଶୂର୍ପଣଖା ଏବଂ ପରେ ଜନ୍ମ ନେଲେ ବିଭୀଷଣ, ଯିଏ ଧର୍ମ ଓ ସତ୍ୟର ପଥକୁ ଅନୁସରଣ କରିଥିଲେ। ଏହି ପରିବାରରେ 4 ଜଣ ସନ୍ତାନ ଥିଲେ, କିନ୍ତୁ ସେମାନଙ୍କର ସ୍ୱଭାବ ପରସ୍ପରଠାରୁ ଅଲଗା ଥିଲା। ରାବଣ ଶକ୍ତି ଓ ଜ୍ଞାନର ପ୍ରତୀକ ହେଲେ। କୁମ୍ଭକର୍ଣ୍ଣ ଅପାର ଶକ୍ତିର ଅଧିକାରୀ ହେଲେ। ବିଭୀଷଣ ଧର୍ମର ପଥ ବାଛିଲେ ଏବଂ ଶୂର୍ପଣଖା ଚରିତ୍ର ମଧ୍ୟ ରାମାୟଣରେ ଘଟଣାଗୁଡ଼ିକରେ ଗୁରୁତ୍ୱ ପାଇଲା। ରାବଣ ଛୋଟବେଳୁ ଅସାଧାରଣ ବୁଦ୍ଧିର ଅଧିକାରୀ ଥିଲେ। ସେ ବେଦ, ଶାସ୍ତ୍ର, ଯୁଦ୍ଧବିଦ୍ୟା ଓ ବିଭିନ୍ନ ଜ୍ଞାନ ଅଧ୍ୟୟନ କରିଥିଲେ। ତାଙ୍କର ଜ୍ଞାନ ଏତେ ବିସ୍ତୃତ ଥିଲା ଯେ ପରବର୍ତ୍ତୀ ପରମ୍ପରାରେ ତାଙ୍କୁ ମହାପଣ୍ଡିତ ଭାବରେ ମଧ୍ୟ ସ୍ମରଣ କରାଯାଏ। କିନ୍ତୁ ତାଙ୍କ ମନରେ ଧୀରେ ଧୀରେ ଏକ ଭାବନା ବଢ଼ିବାକୁ ଲାଗିଲା। ସେ ନିଜକୁ ସମସ୍ତଙ୍କଠାରୁ ଅଧିକ ଶକ୍ତିଶାଳୀ କରିବେ। ସେ ଭାବିଲେ ଯଦି ସେ ଅପାର ଶକ୍ତି ପାଇପାରିବେ ତେବେ ତାଙ୍କୁ କେହି ପରାଜିତ କରିପାରିବେ ନାହିଁ। ଅପାର ଶକ୍ତି ପାଇବା ପାଇଁ ରାବଣ ତାଙ୍କ ଭାଇମାନଙ୍କ ସହିତ ଘୋର ତପସ୍ୟା କରିବାକୁ ନିଷ୍ପତ୍ତି ନେଲେ। ସେ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ ଦୀର୍ଘ ସମୟ ଧରି କଠୋର ତପସ୍ୟା କଲେ। ତାଙ୍କର ତପସ୍ୟା ଏତେ କଠିନ ଥିଲା ଯେ ଦେବତାମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଥିଲେ। ଶେଷରେ ବ୍ରହ୍ମା ତାଙ୍କ ସମ୍ମୁଖରେ ପ୍ରକଟ ହେଲେ। ବ୍ରହ୍ମା ରାବଣଙ୍କୁ ବର ମାଗିବାକୁ କହିଲେ। ରାବଣ ନିଜକୁ ଦେବତା, ଦାନବ, ଯକ୍ଷ, ରାକ୍ଷସ ଓ ଅନେକ ଶକ୍ତିଶାଳୀ ପ୍ରାଣୀଙ୍କ ହାତରୁ ଅଜୟ କରିବା ପାଇଁ ବର ମାଗିଲେ। କିନ୍ତୁ ମଣିଷକୁ ସେ ଗୁରୁତ୍ୱ ଦେଲେ ନାହିଁ।
ସେ ଭାବିଥିଲେ ମଣିଷ ତାଙ୍କ ଭଳି ଶକ୍ତିଶାଳୀ ରାକ୍ଷସଙ୍କୁ କେବେ ପରାଜିତ କରିପାରିବ ନାହିଁ। ଏହି ଅହଙ୍କାର ପରେ ତାଙ୍କ ପତନର ଏକ ବଡ଼ କାରଣ ହେଲା। ରାବଣକୁ ଦଶାନନ ବା ଦଶଗ୍ରୀବ କାହିଁକି କୁହାଯାଏ, ଏ ନେଇ ବିଭିନ୍ନ ପୌରାଣିକ ବ୍ୟାଖ୍ୟା ମିଳେ। ଲୋକ ପ୍ରଚଳିତ କଥାରେ ତାଙ୍କର 10ଟି ମୁଣ୍ଡ ଥିବା ବର୍ଣ୍ଣନା ମିଳେ। ଆଉ କେତେକ ବ୍ୟାଖ୍ୟାରେ ଏହି 10 ମୁଣ୍ଡକୁ ତାଙ୍କର ବିଶାଳ ଜ୍ଞାନ, ଶକ୍ତି ଓ ବିଭିନ୍ନ ପ୍ରବୃତ୍ତିର ପ୍ରତୀକ ଭାବେ ବୁଝାଯାଏ। ଏହି କାରଣରୁ ରାବଣଙ୍କ ଚରିତ୍ର କେବଳ ଜଣେ ରାକ୍ଷସର ଚରିତ୍ର ନୁହେଁ, ଏହା ଜ୍ଞାନ ଓ ଅହଙ୍କାରର ଏକ ବିଚିତ୍ର ମିଶ୍ରଣ ଭାବରେ ମଧ୍ୟ ଦେଖାଯାଏ। ରାବଣଙ୍କ ସହ କୁବେରଙ୍କର ମଧ୍ୟ ପାରିବାରିକ ସମ୍ପର୍କ ଥିଲା। କୁବେର ବିଶ୍ରବା ଋଷିଙ୍କ ଅନ୍ୟ ପତ୍ନୀଙ୍କ ପୁତ୍ର ଥିଲେ। କୁବେର ଲଙ୍କାର ଅଧିପତି ଥିଲେ ଏବଂ ତାଙ୍କ ପାଖରେ ଥିଲା ପୁଷ୍ପକ ବିମାନ। ରାବଣଙ୍କ ଶକ୍ତି ବଢ଼ିବା ସହିତ ତାଙ୍କ ମନରେ ଲଙ୍କାକୁ ନିଜ ଅଧୀନରେ ଆଣିବାର ଇଚ୍ଛା ଜନ୍ମ ନେଲା। ପରେ ସେ କୁବେରଙ୍କୁ ପରାଜିତ କରି ଲଙ୍କା ଓ ପୁଷ୍ପକ ବିମାନ ନିଜ ଅଧୀନକୁ ନେଇଥିବା କଥା ରାମାୟଣରେ ମିଳେ। ଏହି ଘଟଣା ପରେ ରାବଣଙ୍କ ଶକ୍ତି ଓ ପ୍ରଭାବ ଆହୁରି ବଢ଼ିଗଲା। ରାବଣଙ୍କ ଚରିତ୍ରର ଆଉ ଏକ ଅଦ୍ଭୁତ ଦିଗ ଥିଲା ତାଙ୍କର ଭଗବାନ ଶିବଙ୍କ ପ୍ରତି ଭକ୍ତି। ପୌରାଣିକ କଥାରେ ରାବଣଙ୍କୁ ଶିବଙ୍କ ମହାନ ଭକ୍ତ ଭାବେ ବର୍ଣ୍ଣନା କରାଯାଇଛି। ସେହି ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଘୋର ତପସ୍ୟା କରିଥିବା କଥା ମଧ୍ୟ ପ୍ରଚଳିତ। ତାଙ୍କର ନାମ ସହିତ ପ୍ରସିଦ୍ଧ ଶିବ ତାଣ୍ଡବ ସ୍ତୋତ୍ରର ପରମ୍ପରା ମଧ୍ୟ ଜଡ଼ିତ। ଏଠାରେ ରାବଣଙ୍କ ଚରିତ୍ରର ଏକ ବଡ଼ ବିରୋଧାଭାସ ଦେଖାଯାଏ। ସେ ଜଣେ ମହାନ ଭକ୍ତ ଓ ପଣ୍ଡିତ ହୋଇଥିଲେ, କିନ୍ତୁ ତାଙ୍କ ଅହଙ୍କାର ତାଙ୍କୁ ଅଧର୍ମର ପଥକୁ ନେଇଗଲା। ରାବଣଙ୍କ କାହାଣୀର ସବୁଠାରୁ ବଡ଼ ଶିକ୍ଷା ଏଠି ଲୁଚିଛି। ଜ୍ଞାନ ମଣିଷକୁ ମହାନ କରିପାରେ, ଶକ୍ତି ତାକୁ ସଫଳ କରିପାରେ, କିନ୍ତୁ ଯଦି ତାହା ସହିତ ବିବେକ ଓ ନମ୍ରତା ନଥାଏ, ତେବେ ସେହି ଜ୍ଞାନ ଓ ଶକ୍ତି ନିଜ ପାଇଁ ହିଁ ବିପଦ ହୋଇପାରେ। ରାବଣଙ୍କ ପାଖରେ ଥିଲା ଜ୍ଞାନ, ଥିଲା ତପସ୍ୟାର ଶକ୍ତି, ଥିଲା ଯୁଦ୍ଧ କଳାର ପାରଦର୍ଶିତା, ଥିଲା ରାଜ୍ୟ ଓ ସମ୍ପଦ, କିନ୍ତୁ ଧୀରେ ଧୀରେ ଅହଙ୍କାର ତାଙ୍କର ବିବେକକୁ ଆଚ୍ଛାଦିତ କରିଦେଲା। ପରବର୍ତ୍ତୀ ସମୟରେ ରାବଣଙ୍କ ଜୀବନ ତାଙ୍କୁ ରାମାୟଣର ସବୁଠାରୁ ପ୍ରସିଦ୍ଧ ଘଟଣାମାନଙ୍କ ଦିଗକୁ ନେଇଗଲା। ସୀତାଙ୍କୁ ଲଙ୍କାକୁ ନେଇଯିବା ପରେ ତାଙ୍କ ଜୀବନର ଶେଷ ଅଧ୍ୟାୟ ଆରମ୍ଭ ହେଲା। ଭାଇ ବିଭୀଷଣ ତାଙ୍କୁ ଧର୍ମର ପଥକୁ ଫେରିବା ପାଇଁ ବାରମ୍ବାର ବୁଝାଇଥିଲେ, କିନ୍ତୁ ରାବଣ ନିଜ ନିଷ୍ପତ୍ତିକୁ ପଛକୁ ହଟିଲେ ନାହିଁ। ଶେଷରେ ଶ୍ରୀରାମଙ୍କ ସହ ଯୁଦ୍ଧ ହେଲା ଏବଂ ରାବଣଙ୍କ ଅନ୍ତ ଘଟିଲା। ଏହିପରି ଭାବରେ ରାବଣଙ୍କ ଜନ୍ମରୁ ଆରମ୍ଭ ହୋଇଥିବା ଏହି ଅଦ୍ଭୁତ ଜୀବନ ତାଙ୍କର ଅହଙ୍କାର ଯୋଗୁଁ ଏକ ଦୁଃଖଦ ଅନ୍ତରେ ପହଞ୍ଚିଲା। ରାବଣଙ୍କ କାହାଣୀ ଆମକୁ ଏକ ଗଭୀର ଶିକ୍ଷା ଦିଏ। ମଣିଷ ପାଖରେ ଯେତେ ଜ୍ଞାନ, ଧନ, ଶକ୍ତି ଓ ସାମର୍ଥ୍ୟ ଥାଉ ନା କାହିଁକି, ଯଦି ସେ ନିଜ ଅହଙ୍କାରକୁ ନିୟନ୍ତ୍ରଣ କରିପାରେ ନାହିଁ, ତେବେ ସେହି ଶକ୍ତି ତାଙ୍କ ପତନର କାରଣ ହୋଇପାରେ। ରାବଣ ଥିଲେ ଜ୍ଞାନୀ, ଶକ୍ତିଶାଳୀ ଓ ମହାନ ଶିବଭକ୍ତ, କିନ୍ତୁ ତାଙ୍କ ଜୀବନ ଆମକୁ ମନେ ପକାଇଦିଏ ଜ୍ଞାନ ସହିତ ନମ୍ରତା, ଶକ୍ତି ସହିତ ସଂଯମ ଏବଂ ଭକ୍ତି ସହିତ ଧର୍ମର ପଥ ଅନୁସରଣ କରିବା ହିଁ ପ୍ରକୃତ ମହତ୍ତ୍ୱ। ଏହି କାରଣରୁ ହିଁ ହଜାର ହଜାର ବର୍ଷ ପରେ ମଧ୍ୟ ରାବଣଙ୍କ କାହାଣୀ ଲୋକମାନଙ୍କୁ ଆକର୍ଷିତ କରୁଛି। ତାଙ୍କ ଜନ୍ମର କାହାଣୀ ଯେତିକି ରହସ୍ୟମୟ, ତାଙ୍କ ଜୀବନର ଶେଷ ଶିକ୍ଷା ମଧ୍ୟ ସେତିକି ଗଭୀର। ଅହଙ୍କାର ଯେତେ ବଡ଼ ହେଉ, ଧର୍ମ ଓ ସତ୍ୟର ସମ୍ମୁଖରେ
ତାହାର ଶେଷ ନିଶ୍ଚିତ। ଯଦି ଆପଣଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସବସ୍କ୍ରାଇବ୍ ଆଉ କମେଣ୍ଟ କରିବାକୁ ଭୁଲିବେନି। ରହୁଛି। ଜୟ ଜଗନ୍ନାଥ।